ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ପ୍ରେଜ୍ ଦ ଲର୍ଡ ଏବଂ ହାପି ମେରି କ୍ରିସମାସ୍। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣମାନଙ୍କୁ ସମସ୍ତଙ୍କୁ ଏହି ବର୍ଷରେ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବାର ମୁଖ୍ୟ ତିନୋଟି କାରଣ ଆମ୍ଭେମାନେ ବାଇବଲରୁ ପାଠ କରିବା। ଆଜିର ପଠନ ଶାସ୍ତ୍ରାଂଶ ହେଉଅଛି ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 21, 22, 23 ପଦ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ବାକ୍ୟଟିକୁ ଆମମାନେ ପାଠ କରିବା। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ ତିନୋଟି ପଦକୁ ଆମମାନେ ପାଠ କଲୁ, ଏହି ତିନୋଟି ପଦ ମଧ୍ୟରେ ମୁଁ ଆପଣମାନଙ୍କ ସମ୍ମୁଖରେ ତିନୋଟି ମୁଖ୍ୟ କାରଣ ରଖିବା ପାଇଁ ଚାହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବାର ମୁଖ୍ୟ ତିନୋଟି କାରଣ କ'ଣ, ଏହି ତିନୋଟି ପଦ ମଧ୍ୟରେ ଆମ୍ଭେମାନେ ଦେଖିବା। ପ୍ରଥମଟି ହେଉଛି, ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ପ୍ରଥମ ବିଷୟ ହେଉଛି ସୁରକ୍ଷା। ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥି ନିମନ୍ତେ ଏହି ଧରା ପୃଷ୍ଠରେ ଜନ୍ମଗ୍ରହଣ କଲେ କି ସେ ସମସ୍ତ ମାନବ ଜାତିକୁ ସମସ୍ତ ପାପରୁ ପରିତ୍ରାଣ ଦେବା ନିମନ୍ତେ ଅବା ସୁରକ୍ଷା ଦେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରା ପୃଷ୍ଠରେ ମାନବ ରୂପ ଧାରଣ କରି ଜନ୍ମଗ୍ରହଣ କଲେ। ପ୍ରଥମ ବିଷୟ ସୁରକ୍ଷା। ସେ ସମୁଦାୟ ମାନବ ଜାତିକୁ ସେମାନଙ୍କର ସମସ୍ତ ପାପରୁ ସୁରକ୍ଷା ଦେବା ନିମନ୍ତେ ଅବା ପରିତ୍ରାଣ ଦେବା ନିମନ୍ତେ ସେ ଜନ୍ମଗ୍ରହଣ କଲେ। ଦ୍ୱିତୀୟ ବିଷୟଟି, ଯେତେବେଳେ ଆମେ 22 ପଦକୁ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏ ସମସ୍ତ ଘଟିଲା। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ 22 ପଦକୁ ଦେଖୁ, ଦ୍ୱିତୀୟ ବିଷୟଟି ସଫଳତା। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହେବା ପୂର୍ବରୁ ଭାବବାଣୀ ହୋଇଥିଲା। ସେହି ଭାବବାଣୀ ଏହି ମାଥ୍ୟୁ ପୁସ୍ତକ 1 ଅଧ୍ୟାୟ ତାର 22 ପଦରେ ଆମେ ସଫଳ ହେବା ବିଷୟକୁ ଆମେ ଦେଖିବାକୁ ପାଉ। ଯେତେବେଳେ ଆମ୍ଭେମାନେ ଆଦି ପୁସ୍ତକ 3 ଅଧ୍ୟାୟ 15 ପଦକୁ ପାଠ କରୁ, ଏଠାରେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବାର ଭାବବାଣୀ କୁହାଯାଇଥିଲା। ଏବଂ ଯେତେବେଳେ ଆମ୍ଭେମାନେ ଯିଶାୟ 7 ତାର 14 ପଦକୁ ପାଠ କରୁ, ଏଠାରେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବାର ଭାବବାଣୀ କୁହାଯାଇଥିଲା। ଏବଂ ଯିଶାୟ ଅଧ୍ୟାୟ 9 ତାର 6 ପଦ ମଧ୍ୟରେ ବି ଆମେ ଦେଖୁ, ଏଠାରେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବାର ଭାବବାଣୀ କୁହାଯାଇଅଛି। ଏବଂ ମିଖା 5 ତାର 2 ପଦରେ ମଧ୍ୟ ଆମେ ପାଇଥାଉ। ଏପରି ଭାବରେ ଯୀଶୁଖ୍ରୀଷ୍ଟଙ୍କର ପୂର୍ବ ଭାବବାଣୀ ସକଳ ବିଷୟ ଏହି ନୂତନ ନିୟମ ଅର୍ଥାତ୍ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 21, 22, 23 ପଦରେ ଆମ୍ଭେମାନେ ଏହି ସକଳ ବିଷୟକୁ ଦେଖିବାକୁ ପାଇଥାଉ। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥି ନିମନ୍ତେ ଜନ୍ମଗ୍ରହଣ କଲେ କି ସକଳ ମାନବ ଜାତିକୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ ଦେବା ନିମନ୍ତେ ଅବା ସୁରକ୍ଷା ଦେବା ନିମନ୍ତେ ସେ ଜନ୍ମଗ୍ରହଣ କଲେ। ଦ୍ୱିତୀୟ, ସେ ସମସ୍ତ ଭାବବାଣୀ ସଫଳ ହେବା ନିମନ୍ତେ ଏହି ଧରା ପୃଷ୍ଠରେ ଜନ୍ମଗ୍ରହଣ କଲେ। ତୃତୀୟ ବିଷୟଟି 1 ଅଧ୍ୟାୟ ତାର 23 ପଦ, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ବାସ୍ତବତାରେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ଏହି ପଦଟିକୁ ପାଠ କରୁ, ଏଠାରେ ସହଭାଗିତାକୁ ବୁଝାଏ। ଆମେମାନେ ଯେତେବେଳେ ପାପୀ ଥିଲୁ, ଆମେମାନେ ଯେତେବେଳେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଥିଲୁ, ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସହଭାଗିତା କରିବା ପାଇଁ ଅର୍ଥାତ୍ ତାହାଙ୍କ ସହିତ ମିଳିତ କରିବା ପାଇଁ, ଆମମାନଙ୍କର ପରମେଶ୍ୱରଙ୍କର ସହିତ ଯେଉଁ ପ୍ରେମ ବିଚ୍ଛିନ୍ନ ହୋଇଯାଇଥିଲା, ତାହା ପୁନର୍ସ୍ଥାପନ କରିବା ପାଇଁ ବା ପୁନର୍ମିଳନ କରିବା ପାଇଁ, ପୁନର୍ସହଭାଗିତା କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ମାନବ ରୂପ ଧାରଣ କରି ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ। ଏଣୁ ତାହାଙ୍କ ନାମ ଇମ୍ମାନୁଏଲ ଦିଆଗଲା।
ଏହାର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ସେ ଆମମାନଙ୍କ ସହିତ ସହଭାଗିତା କରିବା ପାଇଁ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ। ପ୍ରଥମ ବିଷୟ, ସେ ଏହି ଧରାପୃଷ୍ଠରେ ଏଥି ନିମନ୍ତେ ଜନ୍ମଗ୍ରହଣ କଲେ ସେ ସମୁଦାୟ ମାନବ ଜାତିକୁ ସେମାନଙ୍କ ପାପରୁ ପରିତ୍ରାଣ ଦେବା ନିମନ୍ତେ ଅର୍ଥାତ୍ ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ। ଦ୍ୱିତୀୟ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଏଥିପାଇଁ ସେ ଜନ୍ମଗ୍ରହଣ କଲେ କି ସମସ୍ତ ଭାବବାଣୀ ସଫଳ ହେବା ନିମନ୍ତେ ସେ ଜନ୍ମଗ୍ରହଣ କଲେ। ତୃତୀୟ, ଚିରକାଳ ଆମମାନଙ୍କ ସହିତ ସହଭାଗିତାରେ ରହିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ମାନବ ରୂପ ଧାରଣ କରି ଜନ୍ମଗ୍ରହଣ କଲେ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ମାର୍ଥିଉ ଅଧ୍ୟାୟ 1 ତାର 21, 22, 23 ପଦରୁ 3 ଗୋଟି ମୁଖ୍ୟ କାରଣଟିକୁ ଆମମାନେ ଦେଖିଲୁ। ପ୍ରଥମଟି ସୁରକ୍ଷା, ଦ୍ୱିତୀୟଟି ସଫଳତା, ତୃତୀୟଟି ସହଭାଗିତା। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଏହି କ୍ଷୁଦ୍ର ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସମସ୍ତଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।